ଭାରତର ସମରସଜା ଦେଖି ଛାନିଆ ପାକିସ୍ତାନ। ଗତକାଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଭାଇରାଲ ହେବା ପରେ ପାକିସ୍ତାନର ବଡ଼ ବଡ଼ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛି। ପ୍ରଥମ ଦିନରୁ ପାକିସ୍ତାନର ବିଭିନ୍ନ ରାଜନୈତିକ ଦଳର ଧନୀ ନେତାମାନେ ସେମାନଙ୍କ ପରିବାରବର୍ଗଙ୍କୁ ବିଦେଶ ପଠାଇ ସାରିଥିବା ବେଳେ ଏବେ ସେହି ନେତାମାନେ ଆତ୍ମଗୋପନ କରିବା ଆରମ୍ଭ କରିଦେଲେଣି। ଗତ 4 ଦିନ ହେବ ପାକିସ୍ତାନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଗୁଳିଚାଳନା କରି ନିଜର ବଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ ବୁଧବାର ଦିନ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛନ୍ତି। ସୂଚନା ଅନୁଯାୟୀ ଭାରତ ପକ୍ଷରୁ ସେନା ଯବାନମାନେ ଜବାବ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିବା ପରେ ପାକିସ୍ତାନ ସୀମା ପୋଷ୍ଟର ଜଣେ ରେଞ୍ଜର ଭୟରେ ଫେରାର ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏକ ଟ୍ରେନ୍ ଯୋଗେ ଟ୍ୟାଙ୍କର ପରିବହନ କରାଯାଇଥିବା ଭିଡ଼ିଓ ବେଶ୍ ଭାଇରାଲ ହେଉଛି। ଲିଆକତପୁର ରେଳ ଷ୍ଟେସନରେ ଟ୍ରେନ୍ରେ ଲଦାଯାଇଥିବା ଟ୍ୟାଙ୍କରଗୁଡ଼ିକୁ ନେଇ ଯିବା ପାଇଁ ଟ୍ରେନ୍ ଛିଡ଼ା ହୋଇଛି। ଏ ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ଜଣେ ପାକିସ୍ତାନୀ ବିଶେଷଜ୍ଞ କହିଛନ୍ତି, ବଡ଼ କଷ୍ଟରେ ଆମେ ଗୋଟିଏ ଆରବ ଡଲାର IMFରୁ ଋଣ ନେଇଛୁ। ଏଥିରୁ ଅଧା ଅର୍ଥ ଟ୍ୟାଙ୍କ ଓ ଯୁଦ୍ଧ ବିମାନ ପାଇଁ ଡିଜେଲ ଓ ପେଟ୍ରୋଲ କ୍ରୟ କରିବାରେ ବ୍ୟୟ କରାଯାଇଛି। ବିଶେଷଜ୍ଞ ଜଣକ କହିଛନ୍ତି, ଭାରତ ବହୁତ ଚାଲାକ ଦେଶ ଓ ମୋଦି ମଧ୍ୟ ବହୁତ ଚାଲାକ, କାରଣ ଆମ ଅର୍ଥନୈତିକ ସମାଜ ଦୃଢ଼ ହେବା ବେଳକୁ ଭାରତ ଏଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲା ଯେ ଆମର ସେୟାର ବଜାରରେ ବହୁତ କ୍ଷତି ହେଲା ଏବଂ ପାକିସ୍ତାନ ଆହୁରି 50 ବର୍ଷ ତଳକୁ ଚାଲିଗଲା। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। दिनलिपि लाइव को एबे ही लाइक शेयर सब्सक्राइब करंतु।